ସେ ସବୁବେଳେ ସେ ଝିଅକୁ କମେଣ୍ଟ ମାରୁଛି। ଏଇ କଣ ପାଇଁ ବେ ସେ ଝିଅକୁ କମେଣ୍ଟ ମାରୁଛୁ? ସେ ପିଲାଟା ଏମିତି ଭଲ ପିଲା ଯେ ସେ କାହାକୁ କମେଣ୍ଟ ମରାମରି କରେ। ଏ ଯୋଉ ସେଣ୍ଟେନ୍ସ ସବୁ ଦେଖିଲେ ଏଇ ସେଣ୍ଟେନ୍ସ ଗୋଟେ କମନ ଦେଖିଲେ ସେ କମେଣ୍ଟ ମାରିବ। ଏ ଯୋଉ କମେଣ୍ଟ ମାରିବାକୁ ଆମେ ଇଂଲିଶରେ କେମିତି କରିବା? ଯୋଉ ଝିଅ ପିଲାମାନଙ୍କୁ କମେଣ୍ଟ ମାରିବା, ଯୋଉ ପୁଅ ପିଲାମାନେ ସାଧାରଣତଃ କମେଣ୍ଟ ମାରନ୍ତି, ତ ତାକୁ ଯଦି ଆମେ ଇଂଲିଶରେ କହିବା ସେଥିପାଇଁ ଗୋଟେ ବଢିଆ ଫ୍ରେଜ ୟୁଜ କରିଦେବା। ତ ଫ୍ରେଜଟା ହଉଛି କଣ ନା ପାସ୍ ଲୁଡ୍ କମେଣ୍ଟ। ପାସ୍ ଲୁଡ୍ କମେଣ୍ଟ। ତାହେଲେ ଯଦି ଆମେ କାହାକୁ ପଚାରିବା ପାଇଁ ଚାହୁଁଛେ ଏଇ ତୁ ସବୁବେଳେ ପାଇଁ କଣ ପାଇଁ ତାକୁ କମେଣ୍ଟ ମାରୁଛୁ, ତାହେଲେ ଆମେ କଣ କହିବା why are you passing lewd comment at her? Why are you always passing lewd comment at her? ତୁ କଣ ସବୁବେଳେ ପାଇଁ କମେଣ୍ଟ ମାରୁଛୁ? ସେମିତି ସପୋଜ ଆପଣ କହିବା ପାଇଁ ଚାହୁଁଛନ୍ତି ଯେ ସେ କାହାକୁ କମେଣ୍ଟ ଫଣ୍ଡ ମାରେନି, ଭଲ ପିଲା, ହେଲେ ସେ କାହାକୁ କମେଣ୍ଟ ଫଣ୍ଡ ମାରେନି, ତାହେଲେ ଆମେ କେମିତି କହିବା? ସିମ୍ପଲି ସବଜେକ୍ଟ he never passes with lewd comment towards any girl. ଓକେ, ସେମିତି ଏବେ ଆପଣ ମାନେ କୁହନ୍ତୁ ଯେ ସେ କଲେଜରେ ଝିଅ ପିଲାମାନଙ୍କୁ କମେଣ୍ଟ ମରାଯାଏ, ଆରେ ଇଂଲିଶଟା କଣ ହବ? ଡେଫିନେଟଲି ଆପଣ ମାନେ କମେଣ୍ଟ ସେକ୍ସନରେ କମେଣ୍ଟ